ଶ୍ରୀ ଭଗବତୟେ ନମୋ ନମଃ। ସମସ୍ତ ଭଗବତ ପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ମୋର ରାଧେ ରାଧେ। ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି। କ୍ରିଷ୍ଣାଙ୍କ କୃପାରୁ ସମସ୍ତେ ଭଲରେ ଥିବେ ବୋଲି ମୋର ଆଶା ଓ ବିଶ୍ୱାସ। ଆଜି ମୁଁ ଶ୍ରୀମଦ ଭାଗବତ ଗୀତାର ତୃତୀୟ ଅଧ୍ୟାୟର ଶ୍ଲୋକ 14 ଆପଣମାନଙ୍କ ଆଗରେ ତୁଳି ଧରିବି। ତା ପୂର୍ବରୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ ଆଉ କମେଣ୍ଟରେ ନିଜର ମତାମତ ଲେଖନ୍ତୁ। ଶ୍ରୀମଦ ଭାଗବତ ଗୀତା ଶ୍ଲୋକ ଶୁଣିବା ଆଗରୁ ମୁଁ ଉପକ୍ରମଣିକାର କିଛି ଅଂଶ ଶୁଣାଇବି। ବ୍ୟକ୍ତି ଭଗବାନଙ୍କର ସେ ପରମ ଧାମକୁ କିପରି ପ୍ରାପ୍ତ ହେବ? ଅଷ୍ଟମ ଅଧ୍ୟାୟରେ ଏ ବିଷୟରେ କୁହାଯାଇଅଛି। ସେଠାରେ କୁହାଯାଇଛି ଅନ୍ତଃକାଳେ ଚ ମାମେବ ସ୍ମରନ୍ ମୁକ୍ତ୍ୱା କଳେବରଂ ଯଃ ପ୍ରୟାତି ସ ମଦ୍ଭାବଂ ଜାତି ନ୍ୟସ୍ତତ୍ର ସଂଶୟଃ। ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ମୋତେ ସ୍ମରଣ କରି କଳେବର ତ୍ୟାଗ କରେ ସେ ମୋ ପ୍ରକୃତିକୁ ପ୍ରାପ୍ତ ହୁଏ। ଏଥିରେ କୌଣସି ସନ୍ଦେହ ନାହିଁ। ମୃତ୍ୟୁ ସମୟରେ ଯେ କୃଷ୍ଣଙ୍କୁ ଚିନ୍ତା କରେ ସେ କୃଷ୍ଣଙ୍କ ପାଖକୁ ଯାଏ। ବ୍ୟକ୍ତି କୃଷ୍ଣଙ୍କ ରୂପକୁ ଚିନ୍ତା କରିବା ଉଚିତ। ସେହି ରୂପକୁ ଚିନ୍ତା କରି ସେ ଯଦି ଶରୀର ତ୍ୟାଗ କରେ ତାହାହେଲେ ସେ ଚିତ୍ ଜଗତରେ ପ୍ରବେଶ କରେ। ମଦ୍ ଭାବମ୍ ଶବ୍ଦର ଅର୍ଥ ହେଲା ପରମ ପୁରୁଷଙ୍କର ପରମ ପ୍ରକୃତି। ପରମ ପୁରୁଷ ହେଉଛନ୍ତି ସଚ୍ଚିତ୍ ଆନନ୍ଦ ବିଗ୍ରହ ଅର୍ଥାତ୍ ତାହା ଶାଶ୍ୱତ ଜ୍ଞାନପୂର୍ଣ୍ଣ ଏବଂ ଆନନ୍ଦମୟ ବିଗ୍ରହ ଅଟେ। ଆମ୍ଭମାନଙ୍କର ଏ ଶରୀର ସଚ୍ଚିତ୍ ଆନନ୍ଦ ନୁହେଁ। ଏହା ସତ୍ ନୁହେଁ ଅସତ୍। ଏହା ଅବିନାଶୀ ନୁହେଁ ନାଶଶୀଳ। ଏହା ଚିତ୍ ଅର୍ଥାତ୍ ଜ୍ଞାନପୂର୍ଣ୍ଣ ନୁହେଁ। ଏହା ଅଜ୍ଞାନତାରେ ପୂର୍ଣ୍ଣ। ଆମ୍ଭମାନଙ୍କର ଚିତ୍ ଜଗତ ସମ୍ବନ୍ଧରେ ଜ୍ଞାନ ନାହିଁ କିମ୍ବା ଏ ଭୌତିକ ଜଗତ ସମ୍ବନ୍ଧରେ ମଧ୍ୟ ଆମର ପୂର୍ଣ୍ଣ ଜ୍ଞାନ ନାହିଁ। ରାଧେ ରାଧେ ଦୋସ୍ତ। ଏବେ ଆମେ ଶ୍ରୀମଦ ଭାଗବତ ଗୀତାର ତୃତୀୟ ଅଧ୍ୟାୟର ଶ୍ଲୋକ 14 ଶୁଣିବା। ଶ୍ଲୋକ 14। ଅନାଦ ଭବନ୍ତି ଭୂତାନି ପର୍ଜନ୍ୟାଦନ୍ୱସଂଭବଃ ଯଜ୍ଞାଦ୍ ଭବତି ପର୍ଜନ୍ୟୋ ଯଜ୍ଞଃ କର୍ମ ସମୁଭବଃ। ଏହାର ଅନୁବାଦ ସମସ୍ତ ଜୀବ ଜୀବନ ଧାରଣ ନିମିତ୍ତ ଖାଦ୍ୟଶସ୍ୟ ଉପରେ ନିର୍ଭର କରନ୍ତି। ଖାଦ୍ୟଶସ୍ୟ ବର୍ଷା ଉପରେ ନିର୍ଭର କରେ। ଯଜ୍ଞ କର୍ମ ଉପରେ ବର୍ଷା ନିର୍ଭର କରେ ଅର୍ଥାତ୍ ଯଜ୍ଞାନୁଷ୍ଠାନ କଲେ ବର୍ଷା ହୁଏ ଏବଂ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ କର୍ମକୁ ଯଜ୍ଞର ଉତ୍ପନ୍ନ। ଏହାର ଭାବାର୍ଥ ଭଗବଦ୍ ଗୀତାର ଜଣେ ବିଶିଷ୍ଟ ଭାଷ୍ୟକାର ଶ୍ରୀଳ ବଳଦେବ ବିଦ୍ୟାଭୂଷଣ ଲେଖିଛନ୍ତି ଯେ ଇନ୍ଦ୍ରାଦ୍ୟଗଂ ତ ୟାବସ୍ଥିତଂ ଯଜ୍ଞଂ ସର୍ବେଶ୍ୱରଂ ବିଷ୍ଣୁମ ଅର୍ଭ୍ୟର୍ଚ୍ଚ ତଚ୍ଛିଶ୍ୱଂ ଅଶ୍ନୁତି ତେନ ତଦେହଯାତ୍ରାଂ ସମ୍ପଦାୟନ୍ତି ते ସନ୍ତଃ ସର୍ବେଶ୍ୱରସ୍ୱ ଯଜ୍ଞପୁରୁଷ ଭକ୍ତାଃ ସର୍ବ କିଳବୈଶୀର ଅନାଦିକାଳ ବିବର୍ଦ୍ଧିର ଆତ୍ମାନୁଭବ ପ୍ରତି ବଧକେର ନିଖିଳୈଃ ପାପୈବଚ୍ୟୁଚ୍ୟନ୍ତେ। ଭଗବାନ ହେଉଛନ୍ତି ଯଜ୍ଞପୁରୁଷ ଅର୍ଥାତ୍ ସେ ହେଉଛନ୍ତି ସମସ୍ତ ଯଜ୍ଞର ଭୋକ୍ତା। ସେ ହେଉଛନ୍ତି ସମସ୍ତ ଦେବତାଙ୍କ ପ୍ରଭୁ। ଦେବତାଗଣ ତାଙ୍କର ବିରାଟ ଶରୀରର ବିଭିନ୍ନ ଅଙ୍ଗ ସ୍ୱରୂପ। ଶରୀରର ବିଭିନ୍ନ ଅଙ୍ଗ ଯେପରି ସମସ୍ତ ଶରୀରର ସେବା କରନ୍ତି ବା ଶରୀର ନିମିତ୍ତ ହିଁ କର୍ମ କରନ୍ତି ସେହିପରି ଦେବତାଗଣ ପରମେଶ୍ୱରଙ୍କର ସେବା କରୁଛନ୍ତି। ଇନ୍ଦ୍ର ଚନ୍ଦ୍ର ବରୁଣ ଆଦି ଦେବତାଗଣ ଏ ଭୌତିକ ବ୍ରହ୍ମାଣ୍ଡର ବିଭିନ୍ନ କ୍ରିୟା ସମ୍ପାଦନ କରିବା ନିମିତ୍ତ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ଏହି ଦେବତାମାନଙ୍କୁ ସନ୍ତୁଷ୍ଟ
କରିବା ନିମିତ୍ତ ବେଦରେ ବିଭିନ୍ନ ଯଜ୍ଞର ବ୍ୟବସ୍ଥା ଅଛି। ଯଜ୍ଞରେ ଏ ଦେବତାମାନେ ସନ୍ତୁଷ୍ଟ ହେଲେ ସେମାନେ ଯଥେଷ୍ଟ ପରିମାଣରେ ବାୟୁ, ଆଲୋକ ଓ ଜଳ ଆଦି ଯୋଗାଇବେ। ତାହା ଫଳରେ ଯଥେଷ୍ଟ ଖାଦ୍ୟଶସ୍ୟ ଉତ୍ପନ୍ନ ହେବ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ହୁଏ ସେତେବେଳେ ସ୍ୱତଃ ସମସ୍ତ ଦେବତାଙ୍କର ପୂଜା ହୋଇଯାଏ। କାରଣ ଦେବତାମାନେ ଭଗବାନଙ୍କର ବିଭିନ୍ନ ଅଙ୍ଗ ସ୍ୱରୂପ। ସେଇଥିପାଇଁ ଦେବତାମାନଙ୍କୁ ସ୍ୱତନ୍ତ୍ର ଭାବରେ ପୂଜା କରିବାର କୌଣସି ଆବଶ୍ୟକତା ନାହିଁ। ଏହି କାରଣରୁ ଭଗବାନଙ୍କର ଭକ୍ତଗଣ ଯେଉଁମାନେ କୃଷ୍ଣ ଚେତନଶୀଳ ସେମାନେ କୃଷ୍ଣଙ୍କୁ ପ୍ରଥମେ ପ୍ରସାଦ ଅର୍ପଣ କରି ତାଙ୍କର ଉଚ୍ଛିଷ୍ଟ ସେବନ କରନ୍ତି। ଶରୀରକୁ ଦିବ୍ୟ ଭାବାପନ୍ନ କରିବା ନିମିତ୍ତ ଏହା ଏକ ବିଧି। ଏ ପ୍ରକାର କର୍ମ ଦ୍ୱାରା ଗତ ଜନ୍ମର ସମସ୍ତ ପାପ କର୍ମର ପ୍ରତିକ୍ରିୟା ଯେ ଧ୍ୱଂସ ହୁଏ ସେତିକି ନୁହେଁ, ଇହ ଜନ୍ମରେ ମଧ୍ୟ ଶରୀର କୌଣସି ପ୍ରକାର ଭୌତିକ ଦୋଷରେ ଦୁଷ୍ଟ ହୁଏ ନାହିଁ। ଏହା ଶରୀରକୁ ଦୂଷିତ ହେବାରୁ ରକ୍ଷା କରେ। ଯେତେବେଳେ କୌଣସି ସଂକ୍ରାମକ ରୋଗ ଦେଖାଦିଏ ସେତେବେଳେ ରୋଗ ଆକ୍ରମଣରୁ ରକ୍ଷା ପାଇବା ନିମିତ୍ତ ବ୍ୟକ୍ତି କୌଣସି ଏକ ପ୍ରତିଷେଧକ ଇଞ୍ଜେକ୍ସନ ବା ଟୀକା ନିଏ। ଠିକ୍ ସେହିପରି ଭଗବାନ ବିଷ୍ଣୁଙ୍କୁ ଅର୍ପିତ ଖାଦ୍ୟ ଯଦି ଆମ୍ଭେମାନେ ଗ୍ରହଣ କରିବା ତାହାହେଲେ ତାହା ଆମକୁ ଭୌତିକ ଦୋଷରେ ଦୂଷିତ ହେବାରୁ ରକ୍ଷା କରିବ। ଯେ ଏହି ଧାରା ଗ୍ରହଣ କରିଛି ସେ ଭଗବାନଙ୍କର ଭକ୍ତ ଅଟେ। ତେଣୁ କୃଷ୍ଣ ଚେତନାରେ ଥିବା ବ୍ୟକ୍ତି କେବଳ କୃଷ୍ଣଙ୍କୁ ଅର୍ପିତ ପ୍ରସାଦ ହିଁ ଗ୍ରହଣ କରେ। ଯେ ଏହି ପ୍ରକାର ଦିବ୍ୟ ପ୍ରସାଦ ଗ୍ରହଣ କରେ ସେ ତାର ଗତ ପାପକର୍ମର ସମସ୍ତ ପ୍ରକାର ପ୍ରତିକ୍ରିୟାକୁ ଧ୍ୱଂସ କରେ। ଏ ପାପକର୍ମର ପ୍ରତିକ୍ରିୟା ଗୁଡ଼ିକ ଆତ୍ମାନୁଲାଭ ମାର୍ଗରେ ପ୍ରତିବନ୍ଧକ ସ୍ୱରୂପ ଅଟନ୍ତି। ଅନ୍ୟ ପକ୍ଷରେ ଯେ ଏପରି ନ କରେ ଅର୍ଥାତ୍ କୃଷ୍ଣଙ୍କୁ ଖାଦ୍ୟ ଅର୍ପଣ ନ କରି ଗ୍ରହଣ କରେ ସେ ତାର ପାପକର୍ମର ପ୍ରତିକ୍ରିୟାକୁ ହିଁ ବଢ଼ାଇ ଚାଲେ। ଫଳରେ ପାପକର୍ମର ଫଳ ଭୋଗିବା ନିମିତ୍ତ ସେ ପରଜନ୍ମରେ କୁକୁର କିମ୍ବା ଘୁଷୁରୀ ଜନ୍ମ ପାଏ। ଏ ଭୌତିକ ଜଗତ ନାନା ଦୋଷରେ ପରିପୂର୍ଣ୍ଣ। ଯେ କୃଷ୍ଣଙ୍କୁ ଅର୍ପିତ ପ୍ରସାଦ ଦିବ୍ୟ ପ୍ରସାଦ ଗ୍ରହଣ କରେ ସେ ଏ ପ୍ରକାର ଦୋଷରୁ ରକ୍ଷା ପାଏ। କିନ୍ତୁ ଯେ ଏପରି ନ କରେ ସେ ଭୌତିକ ଦୋଷ ଦୁଷ୍ଟ ହୁଏ। ଶସ୍ୟ ଓ ଶାକସବ୍ଜି ହିଁ ବାସ୍ତବରେ ମନୁଷ୍ୟର ଖାଦ୍ୟ ଅଟେ। ମାନବ ସାଧାରଣତଃ ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ, ଶାକ, ସବ୍ଜି, ଫଳ ଆଦି ଖାଦ୍ୟ ରୂପେ ଗ୍ରହଣ କରେ। କିନ୍ତୁ ମନୁଷ୍ୟତର ପ୍ରାଣୀମାନେ ସାଧାରଣତଃ ଚଷୁ, କୁଣ୍ଡା, ଘାସ ବା ଉଦ୍ଭିଦ ଆଦିକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି। ଯେଉଁ ମାନବଗଣ ମାଂସ ଭକ୍ଷଣ କରନ୍ତି ସେମାନେ ମଧ୍ୟ ଶସ୍ୟ ଉତ୍ପାଦନ ଉପରେ ନିର୍ଭର କରନ୍ତି। କାରଣ ଶସ୍ୟ ଉତ୍ପାଦିତ ହେଲେ ପଶୁ ପକ୍ଷୀ ପ୍ରାଣୀ ଆଦି ଖାଇ ଜୀବନ ଧାରଣ କରିବେ ଏବଂ ମାଂସାଶୀ ମାନବ ସେ ପ୍ରାଣୀର ମାଂସ ଖାଇବ। ତେଣୁ ପରିମାଣତଃ ଆମ୍ଭେମାନେ ଜମିରୁ ଉତ୍ପନ୍ନ ଖାଦ୍ୟଶସ୍ୟ ଉପରେ ନିର୍ଭର କରୁ। ବଡ଼ ବଡ଼ କଳକାରଖାନାରୁ ଉତ୍ପନ୍ନ ଯାନ୍ତ୍ରିକ ପଦାର୍ଥ ଉପରେ ନିର୍ଭର କରୁନାହୁଁ। ଯଥେଷ୍ଟ ପରିମାଣରେ ବର୍ଷା ହେଲେ ଜମିରୁ ଖାଦ୍ୟଶସ୍ୟ ଉତ୍ପନ୍ନ ହେବ ଏବଂ ଇନ୍ଦ୍ର, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଦେବତାଗଣ ବର୍ଷାକୁ ନିୟନ୍ତ୍ରଣ କରନ୍ତି। ଏମାନେ ସମସ୍ତେ ଭଗବାନଙ୍କର ସେବକ। ଭଗବାନ କେବଳ ଯଜ୍ଞ କର୍ମ ଦ୍ୱାରା ହିଁ ସନ୍ତୁଷ୍ଟ ହୋଇପାରନ୍ତି। ତେଣୁ ଯେ ଯଜ୍ଞ କର୍ମ ନ କରେ ସେ ସର୍ବଦା ଅଭାବରେ ରହେ। ଏହା ହେଉଛି ପ୍ରାକୃତିକ ନିୟମ। ବିଶେଷ କରି ଏ ଯୁଗରେ ଆମ୍ଭମାନଙ୍କୁ ଯୁଗାନୁମୋଦିତ ସଂକୀର୍ତ୍ତନ ଯଜ୍ଞ କରିବାକୁ ପଡ଼ିବ। ତା ନହେଲେ
ଆମ୍ଭେମାନେ ଖାଦ୍ୟ ଅଭାବରୁ ରକ୍ଷା ପାଇପାରିବା ନାହିଁ। ରାଧେ ରାଧେ ଦୋସ୍ତ। ଆମେ ଏହାର ପର ଭିଡ଼ିଓରେ ଶ୍ଲୋକ 15 ଶୁଣିବା। ଏବେ ମୁଁ ରହୁଛି। ରାଧେ ରାଧେ।